ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ଏଠାରେ ଉପସ୍ଥିତ ମୋର ସ୍ନେହର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ଗୁରୁ ଦିବସ ବିଷୟରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଗୁରୁ, ଗୁରୁର ଅର୍ଥ ଅନ୍ଧକାର, ରୁର ଅର୍ଥ ଜ୍ଞାନ, ଅର୍ଥାତ୍ ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତ କରି ସବୁବେଳେ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାନ୍ତି, ସେ ହିଁ ହେଉଛନ୍ତି ପ୍ରକୃତ ଗୁରୁ। ଯୁଗେ ଯୁଗେ ଗୁରୁ ହେଉଛନ୍ତି ପୂଜ୍ୟ ଚିରନମସ୍ୟ। କଥାରେ ଅଛି, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ସାଧାରଣତଃ କହିବାକୁ ଗଲେ ଆମର ପ୍ରଥମ ଗୁରୁ ହେଉଛନ୍ତି ଆମର ପିତାମାତା। କିନ୍ତୁ ପିତାମାତାଙ୍କ ପରେ ଆମ ଜୀବନରେ ଆଉ ଜଣେ ଗୁରୁ ଆସିଥାନ୍ତି। ସେ ହେଉଛନ୍ତି ଆମ ବିଦ୍ୟାଳୟର ଶିକ୍ଷକ ବା ଗୁରୁ। ଏହି ଗୁରୁମାନେ ଆମର ପ୍ରତ୍ୟେକ ଛୋଟ ବଡ଼ ଭୁଲକୁ କ୍ଷମା କରି ଆମକୁ ଉଚିତ ଶିକ୍ଷା ଦେଇଥାନ୍ତି। ତା ସହିତ ଆମ ଭବିଷ୍ୟତ ଗଢ଼ିବା ପାଇଁ ଉଚିତ ମାର୍ଗ ଦେଖାଇଥାନ୍ତି। ସେଥିପାଇଁ ସେହି ଗୁରୁମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ରୂପେ ପାଳନ କରିଥାଉ। ତେବେ ଏହି ଗୁରୁ ଦିବସ କେବେଠାରୁ ପାଳନ କରାଗଲା ସେ ବିଷୟରେ କିଛି ଜାଣିବା। ପ୍ରକୃତରେ ଗୁରୁ ଦିବସ ହେଉଛି ଭାରତର ମହାନ ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ। 1962 ମସିହା ଠାରୁ ତାଙ୍କର ଜନ୍ମ ଦିବସକୁ ସାରା ଭାରତ ବର୍ଷରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ 1909 ମସିହାରେ ପ୍ରଥମେ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ହୋଇଥିଲେ। ସେ ମଧ୍ୟ ଇଂଲଣ୍ଡର ସର୍ବୋଚ୍ଚ ଉପାଧି ଅର୍ଡର ଅଫ୍ ମେରିଟ୍ ପଦ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ଜଣେ ଜ୍ଞାନଯୋଗୀ, ଛାତ୍ରବତ୍ସଳ ଏବଂ ଜଣେ ଆଦର୍ଶ ଗୁରୁ ଥିଲେ। ଗୁରୁମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରିବାକୁ ସେ ହିଁ ତାଙ୍କ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ତାଙ୍କୁ ଜାତୀୟ ଗୁରୁର ଆଖ୍ୟା ଦିଆଯାଇଛି। ଶେଷରେ
ମୁଁ ଏତିକି କହିବି, ଆମେ ସବୁବେଳେ ଜାଣିବା ଉଚିତ ଯେ ଗୁରୁ ଜଣେ ମଣିଷ ହେଲେ ମଧ୍ୟ ତାଙ୍କର ବ୍ୟକ୍ତିତ୍ୱ ଅସାଧାରଣ। ଗୁରୁ ଭଗବାନଙ୍କ ସହ ତୁଳନୀୟ। ଗୁରୁଙ୍କ ଆଶୀର୍ବାଦରେ ଜଣେ ଛାତ୍ର ଅଶେଷ ଜ୍ଞାନ ଏବଂ ସମ୍ମାନର ଅଧିକାରୀ ହୋଇଥାଏ। ତେଣୁ ସେହି ଗୁରୁଙ୍କୁ ସମ୍ମାନ ଦେବା ଉଚିତ। ଭାଗବତରେ ଗୋଟେ ପଦ ଅଛି, ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।